ଚାଷ ଅଛି ଯାହାର କି ଆନନ୍ଦ ତାହାର। ବର୍ଷା ଯୋଗୁଁ ଆମ ଆଡ଼େ ଧାନ କଟାକଟି କରି ଘରକୁ ଧାନ ନେଇ ଆସିଲେଣି। ଆଉ ଆପଣଙ୍କ ଆଡ଼େ ଧାନ କଟାକଟି ସରିଲାଣି କି ନାହିଁ କୁହନ୍ତୁ। ଯଦି ନ ସରିଛି ଶୀଘ୍ର ଶୀଘ୍ର ଧାନ କାଟିକି ଘରକୁ ନେଇ ଆସନ୍ତୁ, ନହେଲେ ବର୍ଷା ଯେଉଁ ରେଟ୍ରେ ହେଉଛି ନା ଧାନ ସବୁ ଭାସିବ। ଧାନ ଆଜି ଆମର ଅଧା ଘରକୁ ଆସିଲା। ଆଉ ଏଠି ଏ ଭାଇ ଭଉଣୀ ଦୁଇ ଜଣଙ୍କର ଖେଳ ଚାଲିଲା। ତାପରେ ଆମେ ବାହାରି ଯାଇଥିଲୁ ଟିକେ ମାର୍କେଟ, କିଛି ଜିନିଷପତ୍ର କିଣାକିଣି କରି ଫେରିଲା ବେଳକୁ ଖାଇକି ଆସିଲୁ ଦହିବରା, ଆଳୁଦମ, ଅଣ୍ଡା ଚପ୍, ଆଇସ୍କ୍ରିମ୍, ଏମିତି ବହୁତ କିଛି। ଡାହା ମିଛ। ଆମେ ହେଲୁ ଭାଇ ଯାଜପୁରିଆ, ଟିକେ ବଢ଼େଇ ବୁଢ଼େଇକି ନ କହିଲେ କ'ଣ ହବ କି। ଦହିବରା ଖାଇ ସିଧା ଘରକୁ ଆସିକି ପହଞ୍ଚିଲୁ। ଘରେ ଆସି ପହଞ୍ଚିଲା ବେଳକୁ ଆସିଯାଇଥିଲା ମୋ ପାଇଁ ଗୋଟେ ପାର୍ସଲରେ କ'ଣ ଅଛି ମୁଁ ସିଧା ଆପଣମାନଙ୍କୁ ପିନ୍ଧିକି ଦେଖାଉଛି। ଦେଖନ୍ତୁ ସାଙ୍ଗମାନେ, ମୋ ପାଇଁ ଆସିଯାଇଛି ଗୋଟେ ସୁନ୍ଦରିଆ ହିଲ୍। ଆଉ ହିଲ୍ଟା କେମିତି ଲାଗୁଛି ଆପଣମାନେ ମୋତେ କମେଣ୍ଟରେ କୁହନ୍ତୁ। ତାପରେ ସନ୍ଧ୍ୟାବେଳେ ଖାଇବା ପାଇଁ ବନେଇଥିଲି ସିମେଇ ଆଉ ଆଳୁର ଏକ ଟେଷ୍ଟି ଜଳଖିଆ। ନିଜେ ଖାଇବା ସହିତ ସମସ୍ତଙ୍କୁ ଖାଇବାକୁ ଦେଲି। ଆଉ ସମସ୍ତଙ୍କ ଠାରୁ ପ୍ରଶଂସା ପାଇ ମନେ ମନେ ଭାରି ଖୁସି ହେଲି। ଭିଡ଼ିଓ ଭଲ ଲାଗିଥିଲେ ଯାଆନ୍ତୁ ସବସ୍କ୍ରାଇବ୍ ବଟନଟିକୁ ଦବାଇ। ଜୟ ଜଗନ୍ନାଥ।